ଦେଖନ୍ତୁ ଆମର ଯେମିତି ଆମେ କହିଥିଲୁ ମାର୍ଚ୍ଚ 19ରୁ ଖାତା ଦେଖା ଆରମ୍ଭ କରୁ। ମାର୍ଚ୍ଚ 19ରୁ ଆରମ୍ଭ କରିଥିଲୁ ଖାତା ଦେଖା ସୁରୁଖୁରୁରେ ଚାଲିଛି। କୌଣସି ପ୍ରକାର ଅସୁବିଧା ଆମେ ଫେସ୍ କରିନାହୁଁ। କିନ୍ତୁ ମଝିରେ ଆମର ବିଭିନ୍ନ ଅଥରିଟିଙ୍କର ଏକ୍ଜାମ ଯେଉଁ ଥାଏ ତାହା ସେଇ ସେଣ୍ଟରରେ ପଡ଼ିଥିବାରୁ ଆମକୁ 3 ଦିନ ଖାତା ଦେବାକୁ ମଝିରେ ହଲ୍ଟ କରିବାକୁ ପଡ଼ିଥିଲା, ବନ୍ଦ କରିବାକୁ ପଡ଼ିଥିଲା। ତେଣୁ ସେଥିପାଇଁ ଆମକୁ ଟିକେ ଆଉ ସମୟ ଟିକେ ଲାଗିଲା। ତ ଆମର ଯେଉଁ ନିର୍ଦ୍ଧାରିତ ସମୟ ଥିଲା 30 ଭିତରେ ସାରିବୁ, ସେଇଟା 3-4 ପର୍ଯ୍ୟନ୍ତ ପଳେଇ ଆସିଲା। କିନ୍ତୁ ଆମେ ଚେଷ୍ଟା କରୁଛୁ ଯେ ଆମର ମେ ମାସ ଦ୍ୱିତୀୟ ସପ୍ତାହ ଆଡ଼କୁ ରେଜଲ୍ଟ ବାହାର କରିବା ପାଇଁ। ଯଦି ପିଲାମାନଙ୍କର ନେକ୍ସଟ ହାୟର କ୍ଲାସରେ ଯେଉଁ ଆଡ଼ମିସନ୍ କରିବେ ତାଙ୍କର କୌଣସି ଅସୁବିଧା ହେବ ନାହିଁ, ସେଟାକୁ ଆଖି ରଖିକି ଆମେ ସେଇ ଚେଷ୍ଟା କରୁଛୁ। ପୂର୍ବରୁ ଆମର ରେଜଲ୍ଟ ବାହାରିଯିବ, ମେ ଦ୍ୱିତୀୟ ସପ୍ତାହରେ କନଫର୍ମ ବାହାରିଯିବ ସାର୍। ଚେଷ୍ଟା କରୁଛୁ ମେ ଦ୍ୱିତୀୟ ସପ୍ତାହରେ ବାହାର କରିବା ପାଇଁ ଚେଷ୍ଟା କରୁଛୁ। କିନ୍ତୁ ମୁଁ ଆଶ୍ୟର କରି କହିପାରୁନି। ଦେଖନ୍ତୁ ଏଇଟା ଯେମିତି ଆମେ 15 ଦିନରେ ସାରି ବୋଲି ଭାବିଥିଲୁ, 4 ଦିନ ଗଡ଼ିଗଲା। ତେଣୁ ନ୍ୟାଚୁରାଲ କାଲାମିଟି ଅଛି, ବିଭିନ୍ନ କଥା ଅଛି। ତେଣୁ ପିଲାମାନଙ୍କର କୌଣସି ଅସୁବିଧା ହେବ ନାହିଁ ନେକ୍ସଟ କ୍ଲାସରେ ଆଡ଼ମିସନ୍ କଲାବେଳେ। ସାର୍ ଆଉ ଗୋଟେ କଥା, ଯେଉଁ ଗ୍ରେସ୍ ମାର୍କ କଥା କୁହାଯାଉଥିଲା, ଯେଉଁ ବିଜ୍ଞାନ ପରୀକ୍ଷାରେ ଯେଉଁ ହେଇଥିଲା, ତା ପାଇଁ ଆମର କଣ୍ଡକ୍ଟିଂ ବୋର୍ଡ ବସିଥିଲା। ସେମାନେ ନେଇଛନ୍ତି ତାର ଯଥାଯଥ ନିଷ୍ପତ୍ତି ନେଇଛନ୍ତି, ଯାହା କୌଣସି ପିଲାଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପିଲାମାନେ ଯେତେବେଳେ ରେଜଲ୍ଟ ବାହାରିବ ଜାଣିବେ। ଆମେ ସବୁବେଳେ ପିଲାମାନଙ୍କର କେମିତି ଉନ୍ନତି ରହିବ ଏବଂ ବେନିଫିଟ୍ ପାଇବେ ସେଇଟା ଆଖିରେ ରଖିଛୁ। କୌଣସି ପିଲା କୌଣସି ପ୍ରକାର ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। ରାଦର ନେକ୍ସଟ ଇୟରରେ ଯେଉଁ ପାଠ ପଢ଼ିବେ ସେଇଟା ରିଭିଜନ କରନ୍ତୁ ଛୁଟିରେ ପିଲାମାନେ। ସାର୍ ଗ୍ରେସ୍ ମାର୍କ ମିଳିପାରେ ଆପଣ ଯାହା ବର୍ତ୍ତମାନ ଜଣାପଡ଼ୁଛି ନା ବିକଳ୍ପ, ତାର କ'ଣ ବିକଳ୍ପ ବ୍ୟବସ୍ଥା କ'ଣ? ସେଇଟା ଟିକେ କନଫିଡେନ୍ସିଆଲ ଅଛି, ଯେହେତୁ ଏକ୍ଜାମିନେସନ୍ କମିଟିର କଥା। ସେଇଟା ପିଲାମାନଙ୍କୁ ମୁଁ ଏତିକି କହିବି, ପିଲାମାନେ ସେଥିପାଇଁ କୌଣସି ପ୍ରକାର ବ୍ୟତିବ୍ୟସ୍ତ ହେବେ ନାହିଁ। ଆମେ ପିଲାମାନଙ୍କର ଯେଉଁ ବେନିଫିଟ୍କୁ ପୁରା ଆଖିରେ ରଖିଛୁ। ଦ୍ୱିତୀୟ ସପ୍ତାହରେ ରେଜଲ୍ଟ ବାହାରିବା ସମ୍ଭାବନା ବହୁତ ଅଧିକ। ମୁଁ ଆଶା କରୁଛି ସେଇ ସମୟ ଭିତରେ ହେବ। ଏବଂ ମୋର ଯାହା ମେକାନିଜମ ବୋର୍ଡର ଆମର ଅଛି ଏବଂ ପ୍ରୋସେସିଂ ଯାହା ହେବ, ଆମର କମ୍ପ୍ୟୁଟର ଫାର୍ମ ସହିତ ଆମେ ଯୋଗାଯୋଗ କରି ସବୁ ରେଡିନେସ୍ରେ ସବୁ କଥା ଅଛନ୍ତି। ତେଣୁ ଆଶା କରୁଛି ଆମର ଟେକ୍ନିକାଲ ସପୋର୍ଟ ଆଉ ମ୍ୟାନୁଆଲ ସପୋର୍ଟ ସବୁ ଠିକ୍ ରହିକି ଆମେ ରେଜଲ୍ଟ ବାହାର କଲା ଦିନ ଯେଉଁ ସାର୍ଟିଫିକେଟ୍ ଦେଉ ତାର ବ୍ୟବସ୍ଥା ବି କରୁଛୁ। ତେଣୁ ବହୁତ ଗୁଡ଼ିଏ କାମ ଅଛି। ତେଣୁ ଆଶା କରିବି ସେଇ ଡେଟ୍ ଭିତରେ ଆମେ ମେ ମାସର ସେକେଣ୍ଡ ସପ୍ତାହ ଭିତରେ ଆଶା କରୁଛି ବାହାର କରିପାରିବୁ। ସାର୍ ଏଥର ଗୋଟେ ବଡ଼ ସଫଳତା ମିଳିଲା ଆପଣଙ୍କୁ, ଏକ୍ଜାମ ଯେତେବେଳେ କଲେ ପରୀକ୍ଷା ପ୍ରଶ୍ନପତ୍ରରେ ଯେଉଁଗୁଡ଼ିକ ବ୍ୟବସ୍ଥା ହେଲା ତାହା ଗୋଟେ ବଡ଼ ସଫଳତା ଦେଲା କି ବୋର୍ଡକୁ? ଦେଖନ୍ତୁ ୱାଟର ମାର୍କ, ଦେଖନ୍ତୁ ଭାରତବର୍ଷରେ ଯେତେଟା ବୋର୍ଡ ଅଛି ୱାଟର ମାର୍କର ବ୍ୟବସ୍ଥା ଆମେ ବୋର୍ଡରେ ହିଁ ପ୍ରଥମ କରାଇଲୁ। ମୋ ଅଜଣାତାରେ ଯଦି କେଉଁଠି ହେଇଥିବ ମୁଁ କହିପାରିବିନି, କିନ୍ତୁ ମୋ ଜାଣିବାରେ ଯେତେଟି ବୋର୍ଡ ସହିତ ମୁଁ ଭେରିଫାଏ କରିଥିଲି ତାଦ୍ୱାରା ହେଲା କାରଣ ଅସାଧୁ ଉପାୟରେ ଯେଉଁ ପିଲାମାନଙ୍କର କିଛି ପିଲା ଯେଉଁ ଭଲ ପିଲାମାନଙ୍କର ମାର୍କ ପାଇବାରେ ଅସୁବିଧା ହୁଏ, ତ ସେ ଅସୁବିଧା ଦୂର ହେଇଛି। ତେଣୁ ଆଗାମୀ ଦିନରେ ଆଶା କରିବି ବୋର୍ଡର ସେଇ ବ୍ୟବସ୍ଥା ଲାଗୁ ରହିବ ବୋଲି ଆଶା। ଭାଇରାଲ ବି ରୋକାଯାଇପାରିଲା ଦ୍ୱାରା QR କୋଡ୍ ଏବଂ ଏହି ବ୍ୟବସ୍ଥା ଦ୍ୱାରା। ଭାଇରାଲ ଆମେ ଯେଉଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କରିଥିଲୁ, ଆପଣଙ୍କୁ ମୁଁ କହିଥିଲି ଯେ ଆମର ବୋର୍ଡର ଯେଉଁ ଆମର ଷ୍ଟାଫ୍ ଅଛନ୍ତି ସେମାନେ କେମିତି ନିଜ ପ୍ରଚେଷ୍ଟାରେ AI ଡେଭଲପ୍ କରିପାରିଥିଲେ ଏବଂ ଆମେ ଅଳ୍ପ ସହାୟତା ନେଇକି ପ୍ରାଇଭେଟ୍ ଏଜେନ୍ସିର AI କରିଥିଲୁ ଏବଂ ଆମର କୋଶ୍ଚିନ୍ ପେପରରେ ୱାଟର ମାର୍କର ବ୍ୟବସ୍ଥା କରିଥିଲୁ। ତ ଏସବୁ ଗୁଡ଼ାକ ଆମକୁ ସାହାଯ୍ୟ କରିଛି ଏବଂ ଏହିସବୁ ସାହାଯ୍ୟ ଆମକୁ କରିଛି ମାନେ ପିଲାମାନଙ୍କର ପରୀକ୍ଷା ଯେଉଁ ଦେଲେ ତାଙ୍କର ଯାହା ସେମାନେ ଉତ୍ତର ଦେଇଥିଲେ ସେ ଉତ୍ତରର ଠିକ୍ ମୂଲ୍ୟାୟନରେ ଠିକ୍ ନମ୍ବର ପାଇବାରେ ସାହାଯ୍ୟ କରିଛି।